ଯାଜପୁରରୁ କାଶ୍ମୀରର ଠକ ଯୁବକ ଗିରଫ ହେବା ପରେ ତାର ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଛି। ଆତଙ୍କୀ ଲିଙ୍କ ରହିଛି ନା ନାହିଁ ଏନେଇ ଖୋଳତାଡ଼ ଆରମ୍ଭ କରିଛି ଏସ୍ଟିଏଫ୍। ରିମାଣ୍ଡ ଆବେଦନ ସରିଛି। ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିପାରେ ଏସ୍ଟିଏଫ୍। ଏବଂ ୟାରି ଭିତରେ ଯେତେବେଳେ ପଞ୍ଜାବର ଲିଙ୍କ ଆସୁଛି ଏବଂ କାଶ୍ମୀର ଲିଙ୍କ ଆସିଛି ସେତେବେଳେ ପଞ୍ଜାବ ପୁଲିସ କିମ୍ବା କାଶ୍ମୀର ପୁଲିସ ଓଡ଼ିଶା ଆସିବେ କି, ଏନ୍ଆଇଏ ଓଡ଼ିଶା ଆସିବେ କି, ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିବେ କି, ଏନେଇ ଆଲୋଚନା କରିବା। ଆମ ସହିତ ଏସ୍ଟିଏଫ୍ ଏସ୍ପି ରହିଛନ୍ତି କିଶୋର କୁମାର ପାଣିଗ୍ରାହୀ ସାର୍, ସ୍ୱାଗତ କରୁଛୁ ସାର୍। ସାର୍ ଇଏ ଗତକାଲି ଯେଉଁଭଳି ଭାବରେ କାଶ୍ମୀରର ଯୁବକ ଜଣ ଗିରଫ ହେଲା, ଆତଙ୍କୀ ଲିଙ୍କ କଥା ସାମ୍ନାକୁ ଆସୁଛି। ପ୍ରକୃତରେ ସାର୍ କ'ଣ ୟାର ବ୍ୟାକଗ୍ରାଉଣ୍ଡ କ'ଣ, ଇଏ କେମିତି ଗିରଫ ହେଲା ଏବଂ ପ୍ରକୃତରେ ତାର ଆତଙ୍କୀ ଲିଙ୍କ ଅଛି କି? ଦେଖନ୍ତୁ, କାଲି ଅଲରେଡି ଆଜି ସବ ପ୍ରେସ୍ ମିଟ୍ରେ କହିସାରିଛନ୍ତି ଏବଂ କାଲି ଆମେ ତାକୁ ଗିରଫ କରି ତାକୁ ଜେଲ୍କୁ ଫରୱାର୍ଡ କରିଛୁ। ସେ ବର୍ତ୍ତମାନ ଜୁଡ଼ିସିଆଲ କଷ୍ଟଡିରେ ଅଛି ଏବଂ ଇନଭେଷ୍ଟିଗେସନ ମାତ୍ର 2 ଦିନ ହେଇଛି। ଏଥିରେ ବର୍ତ୍ତମାନ ଇନିସିଆଲ ଷ୍ଟେଜରେ ଯାହା ଜଣାପଡ଼ୁଛି ସେ ଗୋଟେ ଫ୍ରଡଷ୍ଟର ଯିଏକି ନିଜକୁ ଗୋଟେ ନ୍ୟୁରୋ ସର୍ଜନ ଡକ୍ଟର ପରିଚୟ ଦେଇ ସେ ବହୁ ବିବାହ କରିଛି, 6-7ଟା ଝିଅକୁ ବିବାହ କରିଛି ଏବଂ ତାର 4-5ଟା ଛୁଆ ମଧ୍ୟ ଅଛନ୍ତି। ବିଭିନ୍ନ ଜାଗାରେ ଷ୍ଟେଟ୍ରେ କରିଛି, ଉତ୍ତରପ୍ରଦେଶ, କେରଳ, ପଞ୍ଜାବ ଆଣ୍ଡ ଜାମ୍ମୁ କାଶ୍ମୀର, ଓଡ଼ିଶା। ତେଣୁ ତାକୁ ଆଉ କୋଉଠି କୋଉଠି ତାର ମାନେ ରକ୍ଷିତା ଅଛନ୍ତି ନା ସ୍ତ୍ରୀ ଅଛନ୍ତି ନା କ'ଣ ସେଟା ଭେରିଫାଏ କରାଯିବ ଏବଂ ଏଇ ଯେଉଁ ସଂକ୍ରାନ୍ତରେ ପଞ୍ଜାବ ପୁଲିସ ଏବଂ ଆଇବି ଏବଂ ଜାମ୍ମୁ କାଶ୍ମୀର ପୁଲିସ ସହିତ ଯୋଗାଯୋଗରେ ଅଛୁ। ଆବଶ୍ୟକ କଲେ ସେମାନେ ମଧ୍ୟ ଆସିବେ। ଆମେ ତାକୁ କାଲି ରିମାଣ୍ଡ ପାଇଁ 7 ଦିନ ରିମାଣ୍ଡ ପାଇଁ ପ୍ରେ କରି ରିମାଣ୍ଡ ଆଣିବାର ଅଛି। ଆସିଲା ପରେ ଅନ୍ୟ ଷ୍ଟେଟ୍ର ପୁଲିସ ଯେଉଁ ପଞ୍ଜାବ ପୁଲିସ କିମ୍ବା ଜାମ୍ମୁ କାଶ୍ମୀର ପୁଲିସ ଆସିକି ତାକୁ ଇଣ୍ଟରୋଗେସନ କରିପାରନ୍ତି। କୁହାଯାଉଛି ସବୁଠୁ ସେନ୍ସିଟିଭ ଜିଲ୍ଲା କୁପୱାଡାରୁ କାଶ୍ମୀରର ସେ ଯୁବକ ବୋଲି, ତେଣୁ ତାର ଆତଙ୍କୀ ଲିଙ୍କ ଥାଇପାରେ କି, ତାର କିଛି କଲ୍ ଡିଟେଲ ରିପୋର୍ଟ ସିଡିଆର ଏଭଳି କିଛି ସ୍ପଷ୍ଟ ହେଉଛି କି? ଦେଖନ୍ତୁ, ତାର ଘର ଯେଉଁ ଅଛି ହେଣ୍ଡୱାରା, କୁପୱାରା ଡିଷ୍ଟ୍ରିକ୍ଟ ଅଫ୍ ଜାମ୍ମୁ ଆଣ୍ଡ କାଶ୍ମୀର ଷ୍ଟେଟ୍। ତେଣୁ ତାର ଆତଙ୍କୀ ଲିଙ୍କ ଅଛି କି ନାହିଁ ବର୍ତ୍ତମାନ ଯେ ଏଷ୍ଟାବ୍ଲିଶ ହେଇନାହିଁ। ତେଣୁ ଆମେ ସେ ଏଙ୍ଗେଲରେ ତଦନ୍ତ ଚାଲିଛି। ତେଣୁ ତଦନ୍ତ ପରେ ଏକା ଆମେ କହିପାରିବୁ। ବଟ୍ ଏଇ ଯେ ମ୍ୟାନ୍ ଅଫ୍ କାଶ୍ମୀର ସେଇଟା ତ ଆମେ ଅଲରେଡି କହିସାରିଛୁ। ତେଣୁ ତାର କାଶ୍ମୀରରେ କ'ଣ ତାର ଆକ୍ଟିଭିଟିଜ୍ ଅଛି, କାଶ୍ମୀର ପୁଲିସର ଡିଟେଲ ପାଇଲା ପରେ ଆମେ ଆପଣଙ୍କୁ କହିବୁ। ବର୍ତ୍ତମାନ ଏ ଷ୍ଟେଜରେ କହିହେବନି। ସାର୍, ଆଣ୍ଟି ନ୍ୟାସନାଲ ଆକ୍ଟିଭିଟିଜ ପାଇଁ ସେ ଏଭଳି ଭାବରେ ବିଭିନ୍ନ ରାଜ୍ୟରେ ପତ୍ନୀ କିମ୍ବା ବିବାହ କରୁଥିଲା କି? ଶୁଣନ୍ତୁ, ଇଣ୍ଟରନ୍ୟାସନାଲ ୱାର୍କ ବର୍ତ୍ତମାନ ଯେ ପ୍ରୁଭ୍ ହେଇନି ତ ଉପା ଆକ୍ଟ ଲାଗିଥାନ୍ତା। ତେଣୁ ଆମେ ଅଣ୍ଡର ଇନଭେଷ୍ଟିଗେସନ ଅଛି। 2 ଦିନ ହେଇଛି ମାତ୍ର ତଦନ୍ତ। ଆପଣ ୱେଟ୍ କରନ୍ତୁ, ଆମେ ସବିଶେଷ ତଥ୍ୟ ସଂଗ୍ରହ କରୁଛୁ। ଇନଭେଷ୍ଟିଗେସନ ଆଗେଇଛି ମଧ୍ୟ ଏବଂ ପରବର୍ତ୍ତୀ ସମୟରେ ଆମେ ଆପଣଙ୍କୁ କହିପାରିବୁ। ବର୍ତ୍ତମାନ ଷ୍ଟେଜରେ କହିପାରିବୁନି। ନ୍ୟୁରୋ ସର୍ଜନର ପରିଚୟ ଦେଇ ବିବାହ କରୁଥିଲା, ପ୍ରକୃତରେ କ'ଣ ସେ ନ୍ୟୁରୋ ସର୍ଜନ? ନା ନା, ସେ ନ୍ୟୁରୋ ସର୍ଜନ ନୁହେଁ। ସେ ମେଡିକାଲ ପାଠ ପଢିନାହିଁ, କିନ୍ତୁ ସେ ଡିଗ୍ରୀ ହାସଲ କରିଛି ଆମର କାନାଡା ହଉ, ଆମେରିକା ହଉ ଏବଂ ଭେଲୋରରୁ ସେ କିଛି ଆଣିଛି, ଫେକ୍ ଡିଗ୍ରୀ ଆଣିଛି ଏବଂ ସେଟା ବୋଧେ ଆମେ ତଦନ୍ତ ପରିସରଭୁକ୍ତ କରିବୁ। ତାକୁ ଲେଖିବୁ ଯେ ପ୍ରକୃତରେ ସେ ଡିଗ୍ରୀ ଇସ୍ୟୁ ହେଇଛି ନା ନାହିଁ। କିନ୍ତୁ ଯାହା ଆମେ ଇନିସିଆଲି ଜଣାପଡୁଛି ଫେକ୍, ସେ ଆଣିନି, କୌଣସି ଡିଗ୍ରୀ ତା ପାଖରେ ନାହିଁ। କେତେ ଦିନ ରିମାଣ୍ଡ ଆବେଦନ କରାଯାଇଛି? 7 ଦିନ ପାଇଁ ଆମେ ଆବେଦନ କରିବୁ। ତାକୁ ଆସନ୍ତାକାଲି ଯେ ବୋଧେ ଆଣିବୁ। ଆମେ ଆଣିଲା ପରେ ତାକୁ ଇଣ୍ଟ୍ରୋଡକ୍ସନ କଲା ପରେ ନେକ୍ସଟ ପ୍ରେସ୍ ମିଟ୍ରେ ଆମେ ଆପଣଙ୍କୁ ଜଣାଇବୁ। ସାର୍, ପଞ୍ଜାବ କାଶ୍ମୀର ପୁଲିସ କିମ୍ବା ଏନ୍ଆଇଏ କୁ ଏ ବିଷୟରେ ଅବଗତ କରାଯାଇଛି, ସେମାନଙ୍କ ଟିମ୍ ଆସିକି ତଦନ୍ତ କରିବେ କି? ନିଶ୍ଚିତ ଭାବରେ କରିବେ। ତାଙ୍କର ଆମେ ଯାହା ଯୋଗାଯୋଗରେ ତାଙ୍କ ସହିତ ଅଛୁ। ଆଉ ସେମାନେ ଆସିଲେ ଆପଣ ତାଙ୍କୁ ପଚାରିବେ, ଆମେ ତାଙ୍କ ସାଙ୍ଗେ ଜାଣିବୁ ଯେ କେତେଟା କେସ୍ ତା ନାଁରେ ପେଣ୍ଡିଂ ଅଛି, ପଞ୍ଜାବରେ ଅଛି ନା ନାହିଁ, ଜାମ୍ମୁ କାଶ୍ମୀର। ସେ କହୁଛି ତା ନାଁରେ ଗୋଟେ କେସ୍ ଜାମ୍ମୁ କାଶ୍ମୀରରେ ଅଛି ଏବଂ ତା ନାଁରେ ୱାରେଣ୍ଟ ଅଛି ବୋଲିକିରି, ଏବଂ ସେ ଆସି ଲୁଚିଥିଲା ଓଡ଼ିଶାରେ। ତେଣୁ ଆମେ ସେ ଏଙ୍ଗେଲ ମଧ୍ୟ ଦେଖୁଛୁ। ସେ ଜାମ୍ମୁ କାଶ୍ମୀର ପୁଲିସ ଆସିଲା ପରେ ଆମେ ତାଙ୍କ ସହିତ ଡିସ୍କସନ କରିବୁ। ତାପରେ ସେ ଡିଟେଲ ଜଣାପଡ଼ିବ। ଆମ ପାଖରେ ବର୍ତ୍ତମାନ କୌଣସି ଡକୁମେଣ୍ଟ ନାହିଁ। କାହାକୁ ଅପେକ୍ଷା କରାଯାଇଛି, କେଉଁଠୁ ତଥ୍ୟ ମିଳିବ, ସିଡିଆର ରିପୋର୍ଟ କିମ୍ବା ତାର ଆଉ କ'ଣ ଜିନିଷ? ଦେଖନ୍ତୁ, ଆମେ ତାର ସିଡିଆର ଆନାଲିସିସ୍ ପାଇଁ ଲେଖିଛୁ ଅଲରେଡି। ବିଭିନ୍ନ ସର୍ଭିସ ପ୍ରୋଭାଇଡର ଯେଉଁ ତାର ମୋବାଇଲ ଫୋନ ୟୁଜ୍ କରୁଥିଲା, ଫାଇନାନ୍ସିଆଲ ଇନଭେଷ୍ଟର୍ସ ୟୁନିଟ୍କୁ ମଧ୍ୟ ଲେଖିଛୁ। ତାର ଯେତେ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ହେଇଛି, କେତେ ଟଙ୍କା କୋଉ ଆକାଉଣ୍ଟରେ ଅଛି, ଆଉ ସେଟା ଆସିଲା ପରେ ଆମେ ପରବର୍ତ୍ତୀ ପ୍ରେସ୍ ମିଟ୍ରେ ଆମେ ଆପଣଙ୍କୁ ଜଣାଇବୁ। ବର୍ତ୍ତମାନ କେସ୍ ଇଜ୍ ଅଣ୍ଡର ଇନଭେଷ୍ଟିଗେସନ। ଏଇ ଇନିସିଆଲ ଷ୍ଟେଜରେ ବିଶେଷ ତଥ୍ୟ ଦେଇହେବନି। ସାର୍, ଇଏ ମହିଳା ମାନେ ଯେଉଁମାନେ ରହିଛନ୍ତି ସେମାନେ ଜାଣିଥିଲେ ଇଏ ଜଣେ ଫେକ୍ ଡକ୍ଟର ନା ନାଇଁ, ଇଏ ତାଙ୍କୁ ମଧ୍ୟ ଅନ୍ଧାରରେ ରଖିଥିଲେ? ହେଇପାରେ ତାଙ୍କୁ ମଧ୍ୟ ଡ୍ୟୁପ୍ କରିଥିବ। ସେ ଯେହେତୁ ଇମ୍ପ୍ରେସନ ନିଜକୁ ନ୍ୟୁରୋ ସର୍ଜନ ବୋଲି କହି ତାଙ୍କୁ ବିବାହ କରିଦେଇପାରେ, କିନ୍ତୁ ଆମେ ତ ତାଙ୍କୁ ଏକ୍ଜାମିନେସନ ହେଇନାହିଁ। ତାଙ୍କୁ ପଚରାଉଚରା କଲା ପରେ ଯାଇ ଜଣାପଡ଼ିବ। ବର୍ତ୍ତମାନ ଏ ଷ୍ଟେଜରେ ମୁଁ ବି କହିପାରିବିନି। ସେ ପାକିସ୍ତାନ ଯୁବକଙ୍କ ସହିତ ସମ୍ପର୍କରେ ସେ ଥିଲା? ଦେଖନ୍ତୁ, ଆମେ ଯାହା ତାର କଲ୍ଟା ଦେଖିଲୁ, ସେଠି ପାକିସ୍ତାନର ଗୋଟେ ନମ୍ବର ଅଛି, ଲିଙ୍କ ଅଛି। ତେଣୁ ସେଇ ଏଙ୍ଗେଲରେ ମଧ୍ୟ ଆମେ ତଦନ୍ତ କରୁଛୁ ଏବଂ ପରବର୍ତ୍ତୀ ସମୟରେ ଆମେ ସିଡିଆର ଏସ୍ଡିଆର ଆସିଲା ପରେ ଆମକୁ ଜଣାପଡ଼ିବ।
ନା ସାର୍ ନିହାତି ଶୁଣୁଥିଲେ 7 ଦିନ ରିମାଣ୍ଡ ଆବେଦନ କରିବେ ଆସନ୍ତାକାଲି ଠାରୁ ଏବଂ ତାକୁ ଆଣିକି ଅଧିକ ପଚରାଉଚରା କରାଯିବ। ତେବେ ଇଶାନ ବୁଖାରୀ କିଏ, ତାର ଅସଲ ପରିଚୟ କ'ଣ, ପ୍ରକୃତରେ ଆତଙ୍କୀ ଲିଙ୍କ ରହିଛି କି ଏବଂ ପାକିସ୍ତାନର କେତେଜଣ ଯୁବକଙ୍କ ସହିତ ସେ ସମ୍ପର୍କ ରହିଥିଲା, ଏ ତମାମ ପ୍ରଶ୍ନର ଉତ୍ତର ସିଡିଆଇ ରିପୋର୍ଟ ଦେବ। ତାର କଲ୍ ଡିଟେଲ ରିପୋର୍ଟ ଆସିବା ପରେ ହିଁ ଅନେକ ତଥ୍ୟ ସାମ୍ନାକୁ ଆସିପାରେ। ଏମିତିକି ଆକ୍ଟ ମଧ୍ୟ ଲାଗିପାରେ ଯଦି ସେଭଳି ଆଣ୍ଟି ନ୍ୟାସନାଲ ଆକ୍ଟିଭିଟିଜ କରିଥିବ କିମ୍ବା କୌଣସି ସମ୍ପର୍କ ସେଭଳି ରହିଥିବ। ସେ ନେଇ ଏସଟିଏଫ ଖୋଳତାଡ଼ କରୁଥିବା ବେଳେ ଅଧିକ ତଦନ୍ତ ପାଇଁ ପଞ୍ଜାବ ପୁଲିସ, କାଶ୍ମୀର ପୁଲିସ ଏବଂ ଏନଆଇଏ ମଧ୍ୟ ଓଡ଼ିଶା ଆସିପାରେ ବୋଲି ସୂଚନା ମିଳୁଛି। ଭୁବନେଶ୍ୱର ବିଶ୍ୱଜିତଙ୍କ ସହ ଅତୁଲ୍ୟ ବାଉତ।